ॐ नमो भगवते वासुदेवाय। ॐ अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। शुक्लाम्बरधरं विष्णुं शशिवर्णं चतुर्भुजं प्रसन्नवदनं ध्यायेत् सर्वविघ्नोपशान्तये। नारायणं नमस्कृत्यं नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। व्यासं वसिष्ठनप्तारं शक्तिः पौत्रमकल्मषम् पराशरात्मजं वन्दे सुखतातं तपोनिधिं। व्यासाय व्यासरूपाय विष्णवे नमो वै ब्रह्मविदये वसिष्ठाय नमो नमः। अचतुर्वदन ब्रह्मा द्विबाहुरपरो हरिः आभाललोचनः शम्भो भगवान् बादरायणः। ॐ नमो भगवते वासुदेवाय। पार्थाय प्रतिपदितं भगवता नारायणेन स्वयं व्यासेन ग्रथितं पुराणमुनिना मध्ये महाभारतम्। अद्वैतामृतवर्षिणीं भगवती अष्टादशाध्यायिनी मम्बत्वमनुसन्दधामि भगवद्गीते भवदेशिणीम्। नमोऽस्तु ते व्यासविशालबुद्धे फुल्लारविन्दायतपत्रनेत्र। येन त्वया भारततैलपूर्णा प्रज्वालितो ज्ञानमया प्रदीपः। प्रपन्नपारिजाताय स्तोत्रवैत्रकपाणये ज्ञानमुद्राय कृष्णाय गीतामृतदुहे नमः। सर्वोपनिषद्गावो दुग्धगोपालनन्दनः पार्थो वश्यः सुधीर्भोक्ता दुग्धं गीतामृतं महत्। वासुदेवसुतं देवं कंसचाणूरमर्दनं देवकी परमानन्दं कृष्णं वन्दे जगद्गुरुम्। ॐ श्रीमद्भगवद्गीता प्रथमोऽध्यायः अर्जुनविषादयोगः। धृतराष्ट्र उवाच धर्मक्षेत्रे कुरुक्षेत्रे समवेतः युयुत्सवः मामकः पाण्डवाश्चैव किमकुर्वत संजय। ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ସମବେତ ହୋଇଥିବା ମୋ ପୁଅମାନେ ଏବଂ ପାଣ୍ଡବମାନେ କ'ଣ କଲେ? ସଞ୍ଜୟ ଉବାଚ ଦୃष्ट्वा ତୁ ପାଣ୍ଡବାନୀକଂ व्यूढं दुर्योधनस्तदा आचर्यमुपसंगम्य राजा वचनमब्रवीत्। ସଞ୍ଜୟ କହିଲେ, ହେ ରାଜା, ପାଣ୍ଡବଙ୍କର ସୈନ୍ୟମାନଙ୍କୁ ବ୍ୟୁହ ଆକାରରେ ସଞ୍ଚିତ ବା ସଜ୍ଜିତ ହୋଇଥିବା ଦେଖି ରାଜା ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କର ପାଖକୁ ଯାଇ ଏପରି କହିଲେ, ଧର୍ମଭୂମି କୁରୁକ୍ଷେତ୍ରେ ମିଳିତ ହୋଇ ଯୁଦ୍ଧାର୍ଥେ ପାଣ୍ଡବ ଆଉ ମତ ନୟ କଣ କଲେ ହେ ସଞ୍ଜୟ। ସଞ୍ଜୟ ଦିଅନ୍ତି ଉତ୍ତର ଯୁଦ୍ଧ
ଭୂମିର ସମାଚାର। ଯେଉଁ ସେ ରାଜା ଦୁର୍ଯ୍ୟୋଧନ ଦେଖିଲେ ପାଣ୍ଡବ ସୈନ, ବିଭୋରେ ହୋଇ ସୁସଜ୍ଜିତ ସମର କରିବା ନିମିତ୍ତ ଦ୍ରୋଣଙ୍କ ନିକଟକୁ ଯାଇ କହିଲେ ଅନୁନୟ ହୋଇ, ପଶ୍ୟତାଂ ପାଣ୍ଡୁପୁତ୍ରାଣାଂ ଆଚାର୍ଯ୍ୟଂ ମହତିଂ च मम व्यूढं द्रुपदपुत्रेण तव शिष्येण धीमताम्। हे आचार्य, आपणकर बुद्धिमान शिष्य द्रुपद पुत्र दृष्टद्युम्नଙ୍କର ଦ୍ୱାରା ରଚିତ व्यूहରେ पांडवଙ୍କର ए विशाल सेना देखन्तु। अत्र शूरा महेश्वासा भीमार्जुना समायुधि युयुधानो विराटश्च द्रुपदश्च महारथः। ଏହି ସେନାରେ ଭୀମ ଅର୍ଜୁନଙ୍କର ଅନେକ ସମକକ୍ଷ ଅନେକ ମହାଧନୁର୍ଦ୍ଧର ବୀର ଯଥା ସାତ୍ୟକୀ, ବିରାଟ, ମହାରଥୀ, ଦ୍ରୁପଦ ଆଦି ବିରାଜମାନ ଅଛନ୍ତି। ଦେଖନ୍ତୁ ଆଚାର୍ଯ୍ୟ ପ୍ରବର ବିଶାଳ ସେନା ପାଣ୍ଡବର, ଦ୍ରୁପଦ ପୁତ୍ର ଦୃଷ୍ଟଦ୍ୟୁମ୍ନ କରିଛି ବିବର ବିଧାନ। ସେ ଅଟେ ତବ ଶିଷ୍ୟ ଜାଣ, ତା ସମ ନାହିଁ ବୁଦ୍ଧିମାନ। ଭୀମ ଅର୍ଜୁନ ସମବୀର ଅଛନ୍ତି ବହୁ ଧନୁର୍ଦ୍ଧର। ସାତ୍ୟକୀ, ବିରାଟ ଇତ୍ୟାଦି ଦ୍ରୁପଦ ପରି ମହାରଥୀ। दृष्टकेतुस्य कितान काशीराजस्य वीर्यवान्, पुरुजित् कुन्तिभोजश्च शैव्यश्च नरपुङ्गवः। जोधमन्योश्च विक्रान्त पूतमौजाश्च वीर्यवान्, सौभद्रो द्रौपदयश्च सर्व एव महारथिः। अस्माकं तु विशिष्टा ये तार्निबोधद्विजोत्तम, नायका मम सैन्यस्य संज्ञार्थं तान् ब्रवीमि ते। ଏମାନଙ୍କ ମଧ୍ୟରେ ଦୃଷ୍ଟକେତୁ, ଚେକିତାନ, ବୀର୍ଯ୍ୟବାନ କାଶୀରାଜ, ପୁରୁଜିତ୍, କୁନ୍ତିଭୋଜ ଏବଂ ନରଶ୍ରେଷ୍ଠ ଶୈବ୍ୟ ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ଅତ୍ୟନ୍ତ ପରାକ୍ରମଶାଳୀ ଯୋଦ୍ଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରା ପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କର 5 ପୁତ୍ର ଅନ୍ତର୍ଭୁକ୍ତ। ଏମାନେ ପ୍ରତ୍ୟେକ ଜଣେ ଜଣେ ମହାରଥୀ। ହେ ଦ୍ୱିଜଶ୍ରେଷ୍ଠ, ଆମ ସୈନ୍ୟଙ୍କର ମଧ୍ୟରେ ଯେଉଁ ମୁଖ୍ୟ ଯୋଦ୍ଧା ଓ ସେନାପତି ଅଛନ୍ତି, ମୁଁ ଆପଣଙ୍କର ଅବଗତି ନିମିତ୍ତ ସେମାନଙ୍କର ନାମ କହୁଅଛି, ତାହା ଶୁଣନ୍ତୁ। ଦୃଷ୍ଟକେତୁ ଚେକିତାନ କାଶୀରାଜ ଯେ ବୀର୍ଯ୍ୟବାନ, ପୁରୁଜିତ କୁନ୍ତିଭୋଜ ଅଛନ୍ତି ଶୈବ୍ୟ ନରରାଜ। ବିକ୍ରମଶାଳୀ ଯୋଦ୍ଧାମନ୍ୟୁ, ସୁଭଦ୍ରାସୁତ ଅଭିମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା ଅଛନ୍ତି ବହୁ ମହାରାଜା। ଦ୍ରୌପଦୀଙ୍କର ପୁତ୍ରଗଣ ସଭିଏ ମହାରଥୀ ଜାଣ। ଏବେ ଶୁଣନ୍ତୁ ଦ୍ୱିଜଶ୍ରେଷ୍ଠ, ଆମ୍ଭ
ଯେ ଆମ୍ବ ସେନାଙ୍କ ନାୟକ କହୁଛି ତାମ ନାମ ଯାକ। ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ଅଶ୍ୱତ୍ଥାମା विकर्णश्च सौमदत्तिर्जयद्रथः अन्ये च बहवः शूराः मदर्थे त्यक्तजीवितः नानाशस्त्रप्रहरणः सर्वे युद्धविशारदः अपर्याप्तं तदस्माकं बलं भीष्माभिरक्षितम् पर्याप्तं त्युततिमेतेषां बलं भीमाभिरक्षितम्। ଆମ ପକ୍ଷରେ ଆପଣ ଭୀଷ୍ମ, କର୍ଣ୍ଣ, ରଣଜୟୀ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା, ବିକର୍ଣ୍ଣ, ସୋମଦତ୍ତଙ୍କର ପୁତ୍ର ଭୂରିଶ୍ରବା ଏବଂ ଜୟଦ୍ରଥ ରହିଅଛନ୍ତି। ଏମାନଙ୍କ ବ୍ୟତୀତ ମୋ ପାଇଁ ପ୍ରାଣ ଦେବା ଲାଗି ପ୍ରସ୍ତୁତ ଥିବା ଅନେକ ଯୋଦ୍ଧା ଆମ ପକ୍ଷରେ ଅଛନ୍ତି। ସେମାନେ ସମସ୍ତେ ଯୁଦ୍ଧ ବିଶାରଦ ଏବଂ ଶସ୍ତ୍ର ଚାଳନାରେ ନିପୁଣ ଅଟନ୍ତି। ଆପଣ ଭୀଷ୍ମ ଆଉ କର୍ଣ୍ଣ ରଣ ବିଜୟୀ କୃପପୂର୍ଣ୍ଣ ଅଶ୍ୱତ୍ଥାମା ଜୟଦ୍ରଥ ଅଛନ୍ତି ସୋମଦତ୍ତ ସୁତ ଆହୁରି ବହୁ ମହାବୀର ପ୍ରାଣ ଦେବାକୁ ତତ୍ପର ସଭିଏ ଯୁଦ୍ଧରେ ନିପୁଣ ଶସ୍ତ୍ର ପ୍ରହାରେ ବିଚକ୍ଷଣ। ଭୀଷ୍ମଙ୍କ ଦ୍ୱାରା ନିୟନ୍ତ୍ରିତ ଆମ ପକ୍ଷର ବଳ ଅପରିମିତ, କିନ୍ତୁ ଭୀମଙ୍କର ନିୟନ୍ତ୍ରିତ ସୈନ୍ୟବଳ ପରିମିତ ବା ଅଳ୍ପ ଅଟନ୍ତି। ଅୟନେଷୁ च सर्वेषु यथाभागमवस्थितः भीष्ममेवाभिरक्षन्तु भवन्तः सर्व एव हि तस्य सञ्जानयन् हर्षं कुरु वृद्धः पितामहः सिंहनादं विनद्युच्चै ଶଙ୍ଖଦଦ୍ମୋ ପ୍ରତାପବାନ୍। ବର୍ତ୍ତମାନ ଆପଣମାନେ ନିଜ ନିଜ ବିଭାଗ ଅନୁସାରେ ବ୍ୟୁହର ପ୍ରବେଶ ପଥରେ ରହି ପିତାମହ ଭୀଷ୍ମଙ୍କୁ ସର୍ବୋତ୍ତ ଭାବରେ ରକ୍ଷା କରନ୍ତୁ। ମହାପ୍ରତାପୀ କୁରୁକୁଳ ବୃଦ୍ଧ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କର ଆନନ୍ଦ ପାଇଁ ସିଂହ ଗର୍ଜନ ସଦୃଶ ଉଚ୍ଚ ସ୍ୱରରେ ଶଙ୍ଖ ବଜାଇଲେ। ଭୀଷ୍ମ ରକ୍ଷିତ ଆମ୍ଭ ବଳ ସଂଖ୍ୟାରେ ଅଟଇ ପ୍ରବଳ ଭୀମଙ୍କ ଦ୍ୱାରା ସୁରକ୍ଷିତ ସେନାଙ୍କ ସଂଖ୍ୟା ପରିମିତ ଏବେ ସମସ୍ତେ ସବୁ ପଥେ ଯେଝା ବିଭାଗ ଅନୁମତେ ରହିଣ ନିଜ ନିଜ ସ୍ଥାନେ ଭୀଷ୍ମଙ୍କୁ ରଖ ସାବଧାନେ ପ୍ରତାପୀ ଭୀଷ୍ମ କୁରୁମଣି ହରଷ ଉପଜୀବ ଜାଣି ସିଂହ ଗର୍ଜନ ପରକାର ଫୁକିଲେ ଶଙ୍ଖ ଆପଣାର ତଥା ଶଙ୍ଖାଶ୍ଚ ବୀର୍ୟଶ୍ଚ ଫଣବାନକ ଗୋମୁଖଃ ସହସୈବାଭ୍ୟହନ୍ୟନ୍ତେ ସଶବ୍ଦସ୍ତୁ ମୂଳୋऽଭବत् ततः श्वेतैर्हयैर्युक्ते महति स्यन्दने स्थितो माधवो पाण्डवश्चैव दिव्यशङ्खो प्रदत्मतुः पाञ्चजन्यं ऋषिकेशो देवदत्तं धनञ्जयः पौण्डं ददमो महाशङ्खं भीमकर्मा भृकोदरः
ତାପରେ ଶଙ୍ଖ, ଭେରୀ, ମୃଦଙ୍ଗ, ନାଗରା ଓ ସିଂହା ପ୍ରଭୃତି ବାଦ୍ୟ ଏକ ସମୟରେ ବାଜି ଉଠିବାରୁ ସେ ଶବ୍ଦ ଭୟାନକ ହେଲା। ଏହାପରେ ମାଧବ ଏବଂ ଅର୍ଜୁନ ଶ୍ଵେତ ଅଶ୍ୱଯୁକ୍ତ ହୋଇଥିବା ଏକ ବଡ଼ ରଥରେ ବସି ନିଜ ନିଜର ଦିବ୍ୟ ଶଙ୍ଖ ବଜାଇଲେ। ଋଷିକେଶଙ୍କର ପାଞ୍ଚଜନ୍ୟ ନାମକ ମହାଶଙ୍ଖ, ଧନଞ୍ଜୟ ଦେବଦତ୍ତ ନାମକ ମହାଶଙ୍ଖ ଏବଂ ଭୟାନକ କର୍ମୀ ଭୀମ ପୌଣ୍ଡ୍ର ନାମକ ମହାଶଙ୍ଖକୁ ବଜାଇଲେ। ସହସା ବାଜିଲା ମୃଦଙ୍ଗ, ସିଂହନାଗରା ଭେରୀ ଶଙ୍ଖ, ଏକାଠି ବାଜେ ମହାରୋଳେ, ତୁମୁଳ ଶବଦ ଉଛୁଳେ। ମାଧବ ଅର୍ଜୁନ ତଦନ୍ତେ, ଶ୍ଵେତାଶ୍ୱଯୁକ୍ତ ମହାରଥେ, ଉଭୟେ ଅବସ୍ଥାନ କରି ବଜାନ୍ତି ଦିବ୍ୟ ଶଙ୍ଖ ଧରି। ଋଷିକେଶଙ୍କ ପାଞ୍ଚଜନ୍ୟ ବାଜନ୍ତେ ହୁଏ ମହାଶ୍ୱାନ, ଦେବଦତ୍ତକୁ ଧନଞ୍ଜୟ ବଜାନ୍ତି ହୋଇଣ ନିର୍ଭୟ। ଭୀମ କର୍ମା ବୃକୋଦର ବଜାନ୍ତି ପୌଣ୍ଡ୍ର ଶଙ୍ଖବର। ଅନନ୍ତ ବିଜୟଂ ରାଜା କୁନ୍ତିପୁତ୍ರೋ युधिष्ठिरः, नकुल सहदेवश्च सुघोषमणिपुष्पक, काश्यश्च परमेश्वास शिखण्डी च महारथः, दृष्टद्युम्नो विराटश्च सात्यकिश्चापराजितः, द्रुपदो द्रौपदेयश्च सर्वशः पृथिवीपते, सौभद्रश्च महाबाहु शङ्खान् ददम पृथक् पृथक्। କୁନ୍ତିପୁତ୍ର ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ନାମକ ଶଙ୍ଖ, ନକୁଳ ସୁଘୋଷ ନାମକ ଶଙ୍ଖ, ସହଦେବ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ। ମହାଧନୁର୍ଦ୍ଧର ସକାଶୀ ରାଜା ମହାରଥୀ ଶିଖଣ୍ଡୀ, ଦୃଷ୍ଟଦ୍ୟୁମ୍ନ ବିରାଟ, ଯୁଦ୍ଧରେ ଅପରାଜିତ ସାତ୍ୟକୀ, ଦ୍ରୁପଦ, ଦ୍ରୌପଦୀଙ୍କର ପୁତ୍ରଗଣ ଏବଂ ସୁଭଦ୍ରା ସୁତ ମହାବାହୁ ଅଭିମନ୍ୟୁ ପୃଥକ୍ ପୃଥକ୍ ଭାବରେ ନିଜ ନିଜ ଶଙ୍ଖ ବଜାଇଲେ। ବଜାନ୍ତି ଅନନ୍ତ ବିଜୟ ଯୁଧିଷ୍ଠିର କୁନ୍ତି ତନୟ, ସୁଘୋଷ ଶଙ୍ଖ ଧରି କରେ ନକୁଳ ବଜାନ୍ତି ତୋଷରେ, ମଣିପୁଷ୍ପକ ଶଙ୍ଖ ଧ୍ୱନି କରିଲେ ସହଦେବ ପୁଣି, ଧନୁ ବିଦ୍ୟାରେ ଧୁରନ୍ଧର କାଶୀରାଜର ନରବର, ଶିଖଣ୍ଡୀ ମହାରଥୀ ଜାଣ ବିରାଟ ଆଉ ଦୃଷ୍ଟଦ୍ୟୁମ୍ନ, ଅଜେୟ ସାତ୍ୟକୀ ଦ୍ରୁପଦ ଦ୍ରୌପଦୀଙ୍କ ପାଞ୍ଚ ସୁତ, ବଳିଷ୍ଠ ସୁଭଦ୍ରାର ସୁତ, କରିଲେ ଯେଝା ଶଙ୍ଖନାଦ, ସଘୋଷୋଦ୍ଧାର୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ୍, ନଭଶ୍ଚ ପୃଥିବୀଂ ଚୈବ ତୁମୁଳଭ୍ୟନୁନାଦୟन्, अथ व्यवस्थितं दृष्ट्वा धार्तराष्ट्रान् कपिध्वजः, प्रवृते शास्त्रसम्पादे ଧନୁରୁଦ୍ୟମ ପାଣ୍ଡବଃ। ସେ ତୁମୁଳ ଶଙ୍ଖଧ୍ୱନି
ପୃଥିବୀ ଓ ଆକାଶ ପ୍ରତିଧ୍ୱନିତ କରି ଧୃତରାଷ୍ଟ୍ରଙ୍କର ପୁତ୍ର ଓ ତାଙ୍କ ପକ୍ଷର ସମସ୍ତଙ୍କ ହୃଦୟ ବିଦୀର୍ଣ୍ଣ କଲା। ହେ ରାଜା, ଏହାପରେ ଅର୍ଜୁନ କପି ଚିହ୍ନିତ ପତାକା ଥିବା ରଥରେ ବିରାଜମାନ କରି ଯେତେବେଳେ ଦେଖିଲେ ଯେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ, ସେ ନିଜେ ଧନୁ ଉତ୍ତୋଳନ କରି ହୃଷିକେଶଙ୍କୁ ଏପରି କହିଲେ। ଅର୍ଜୁନ କହିଲେ, ହେ ଅଚ୍ୟୁତ, ଉଭୟ ପକ୍ଷ ସେନାଙ୍କ ମଧ୍ୟରେ ମୋ ରଥକୁ ରଖନ୍ତୁ। ସେହି ତୁମୁଳ ଶଙ୍ଖ ଧ୍ୱନି କମ୍ପାଇ ଆକାଶ ମେଦିନୀ, ତୁମ୍ଭ ପୁତ୍ରଙ୍କ ହୃଦୟସ୍ଥଳୀ ସତେକି ପକାଇଲା ଦଳି। କପିଧ୍ୱଜରେ ଅର୍ଜୁନ ବସି କରନ୍ତି ନିରୀକ୍ଷଣ, ଦେଖିଲେ ପ୍ରସ୍ତୁତ କୌରବ କରିବେ ଶସ୍ତ୍ରର ପ୍ରୟୋଗ। ऋषिकेशं तदा वाक्यमिदमाह महीपते। अर्जुन उवाच सेनयोरुभयोर्मध्ये रथं स्थापयाम्यच्युत, यावदेतन्निरीक्षेऽहं योद्धुकामानवस्थितान्। कैर्मया सह योद्धव्यमस्मिन् रणासमुद्यमे, जतस्य मानानवेक्षयं जायते तत्र समागतः। धर्तराष्ट्रस्य दुर्बुद्धे रुजुधे प्रिया ଚିକିତ୍ସବଃ। ରଣରେ ଉପସ୍ଥିତ ଯୁଦ୍ଧକାମୀ ବୀରମାନଙ୍କର ମଧ୍ୟରେ କେଉଁମାନଙ୍କର ସହ ମୋତେ ଯୁଦ୍ଧ କରିବାକୁ ପଡ଼ିବ, ସେମାନଙ୍କୁ ନିରୀକ୍ଷଣ କଲା ପର୍ଯ୍ୟନ୍ତ ମୋ ରଥ ଉଭୟ ସେନା ମଧ୍ୟରେ ରହିଥାଉ। କୃଷ୍ଣ ଦୁର୍ଯ୍ୟୋଧନର ହିତାକାଂକ୍ଷୀ ଯେଉଁ ବୀରମାନେ ଉପସ୍ଥିତ, ମୁଁ ସେମାନଙ୍କୁ ଦେଖିବାକୁ ଚାହେଁ। ତହୁଁ ସେ ପାଣ୍ଡୁଙ୍କ ନନ୍ଦନ ତନୁରେ ଚଢ଼ାଇଲେ ଗୁଣ। ଋଷିକେଶଙ୍କୁ ତତକ୍ଷଣ କହିଲେ ଶୁଣନ୍ତୁ ବଚନ। ଅଚ୍ୟୁତେ କହନ୍ତି ଅର୍ଜୁନ, ଆଣନ୍ତୁ ମୋର ସ୍ୟନ୍ଦନ। ଉଭୟ ସେନା ମଧ୍ୟସ୍ଥଳେ ରଖନ୍ତୁ ରଥ ସୁନିଶ୍ଚଳେ। ଯାବତ କରେ ନିରୀକ୍ଷଣ ଯେ ଯୁଦ୍ଧକାମୀ ବୀରଗଣ। ଦୁର୍ମତି ଦୁର୍ଯ୍ୟୋଧନ ହିତ ସାଧିବା ପାଇଁ ଉପସ୍ଥିତ। କାସହ କରିବି ସଂଗ୍ରାମ, ତାବତ ରହୁ ମୋ ସ୍ୟନ୍ଦନ। ସଞ୍ଜୟ ଉବାଚ एवमुक्तो ऋषिकेशो गूढकेशेन भारत। सेनयोरुभयोर्मध्ये स्थापयित्वा रथोत्तमम्। भीष्मं द्रोणा प्रमुखतः सर्वेषां च महीक्षितम्। उवाच पार्थ पश्येतान् समवेतान् कुरुन्निति। तत्र पश्यत् स्थितं पार्थ पितॄनथ पितामहान्। आचार्यान् मातॄन् भ्रातॄन् पुत्रान् पौत्रान् सखींस्तथा। ସଞ୍ଜୟ କହିଲେ, ହେ ଭରତ ଶ୍ରେଷ୍ଠ ଅର୍ଜୁନ ଏହିପରି କହିବାରୁ ଉଭୟ ସେନାଙ୍କ ମଧ୍ୟଭାଗରେ ତଥା ଭୀଷ୍ମ ଦ୍ରୋଣ ସମସ୍ତ ରାଜାଙ୍କ ସମ୍ମୁଖରେ ସେ ଉତ୍ତମ ରଥକୁ ସ୍ଥାପନ କରି ସମବେତ ହୋଇଥିବା କୌରବଙ୍କୁ ଦେଖିବାକୁ ଅର୍ଜୁନଙ୍କୁ କହିଲେ। ଉଭୟ ପକ୍ଷ ସେନାଙ୍କ ମଧ୍ୟରେ ପିତୃ
ପିତାମହ ସ୍ଥାନୀୟ ବ୍ୟକ୍ତିଙ୍କୁ ଏବଂ ଆଚାର୍ଯ୍ୟ ମାତୁଳ ଭ୍ରାତା ପୁତ୍ର ପୌତ୍ର ତଥା ସଖା ପ୍ରଭୃତିଙ୍କୁ ଅର୍ଜୁନ ଦେଖିଲେ। ସଞ୍ଜୟ ନରେଶଙ୍କୁ ଚାହିଁ କହନ୍ତି ଶୁଣ ମନ ଦେଇ, ଅର୍ଜୁନଙ୍କର ଏହି ବାଣୀ ଶ୍ରୀ ଋଷିକେଶ କର୍ଣ୍ଣେ ଶୁଣି। ଉଭୟ ସେନା ମଧ୍ୟ ଭାଗେ ଭୀଷ୍ମ ଦ୍ରୋଣାଦି ଅଗ୍ରଭାଗେ, ଉତ୍ତମ ରଥକୁ ରକ୍ଷିଣ କହିଲେ ଦେଖ କୁରୁ ସୈନ୍ୟ। ଶ୍ଵଶୁରନ୍ स्वहृदस्यैव सेनयोरुभयोरपि, तन् समीक्ष्य स्वकौन्तेय सर्वान् बन्धूनवस्थितान्, कृपया पारयाविष्टो विषीदन्निदमब्रवीत्। अर्जुन उवाच दृष्टिमजान् स्वजनान् कृष्णजुजुश्चु समवस्थितान्। ଉଭୟ ପକ୍ଷ ସେନାଙ୍କର ମଧ୍ୟରେ ଶ୍ୱଶୁର ସୁହୃଦ ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ହୋଇଥିବା ଦେଖି ମନରେ ଦୟାଭାବ ପୋଷଣ କରି କୁନ୍ତୀ ପୁତ୍ର ଅର୍ଜୁନ ଅତ୍ୟନ୍ତ ବିଷର୍ଣ୍ଣ ଚିତ୍ତରେ କହିଲେ, ହେ କୃଷ୍ଣ, ଯୁଦ୍ଧ କରିବାକୁ ଉପସ୍ଥିତ ଥିବା ଆତ୍ମୀୟମାନଙ୍କୁ ମୁଁ ଦେଖିପାରୁଛି। ସେ ସ୍ଥାନେ ପାର୍ଥ ଦୁଇ ଦଳେ ଦେଖିଲେ ଆତ୍ମୀୟ ସକଳେ, ପିତୃଆବର ପିତାମହ ଆଚାର୍ଯ୍ୟ ମାତୁଳଙ୍କ ସହ, ଭ୍ରାତା ସୁହୃଦ ପୁତ୍ର ଗଣ ପୌତ୍ରାଦି ସର୍ବେ ସମାଗମ, ବନ୍ଧୁ ବାନ୍ଧବ ଯେ ସମସ୍ତ ଶ୍ୱଶୁର ଆଦି ଉପସ୍ଥିତ। ତା ଦେଖି କୁନ୍ତୀର ନନ୍ଦନ ହୋଇଲେ ଅତ୍ୟନ୍ତ ବିଷର୍ଣ୍ଣ, ଦୟାଭାବକୁ ମନେ ବହି କହିଲେ କୃଷ୍ଣ ମୁଖ ଚାହିଁ, सीदन्ति इमाम गात्राणि मुखश्च परिशुष्यति, वेपथुश्च शरीरे मे रोमहर्षश्च जायते, गाण्डीवं संसृते हस्तात् त्वक्चैव परिदह्यते, न च शक्नोम्यवस्थातुं भ्रमतीव च मे मनः। निमित्तानि च पश्यामि विपरीतानि केशव, न च श्रेयोनुपश्यामि हत्वा स्वजनमाहवे। अर्जुन कहले, हे कृष्ण, मोर शरीरर अवसन्न होई पडुछि, मुह सुखी जाउछि, देह थरी उठुछि, शरीरर चर्म सबु दग्ध प्राय हेउछि, ମୁଁ ସ୍ଥିର ହୋଇ ରହିବାକୁ ସକ୍ଷମ ହେଉନାହିଁ ଏବଂ ମୋ ମନ ବିଚଳିତ ହେଲା ପରି ଲାଗୁଛି। ହେ କେଶବ, ମୁଁ ବିପରୀତ ଲକ୍ଷଣ ସବୁ ଦେଖୁଅଛି। ଆତ୍ମୀୟ ସ୍ୱଜନମାନଙ୍କୁ ହତ୍ୟା କରିବା ମୁଁ ଶ୍ରେୟସ୍କର ମନେ କରୁନାହିଁ। ଶରୀର ହୁଏ ଅବସନ୍ନ, ଶୁଖି ଯାଉଛି ମୋ ବଦନ, କମ୍ପୁଛି ମୋହର ଶରୀର, ରୋମାଞ୍ଚ ହୁଏ ବାରମ୍ବାର, ଗାଣ୍ଡୀବ କରନ୍ତୁ ଖସାଇ, ଗାଣ୍ଡୀବ କରରୁ ଖସାଇ, ଶରୀର ସତେବା ଜଳଇ, ସ୍ଥିର ହେବାକୁ ମୁଁ ଅକ୍ଷମ, ମନ ମୋହର ହୁଏ ଭ୍ରମ, ମନ ମୋହର ହୁଏ ଭ୍ରମ, ମନ ମୋହର ହୁଏ ଭ୍ରମ। न काङ्क्षे विजयं कृष्ण, न च राज्यं सुखानि च,
किं न राज्येन गोविन्द किं भोगैर्जीवितेन वा ये समर्थे काङ्क्षितं नो राज्यं भोगः सुखानि च तयिमेव स्थिता युद्धे प्राणं त्यक्त्वा धनानि च। हे कृष्ण, ଯୁଦ୍ଧ ଜୟ କରିବା, ରାଜ୍ୟ ଲାଭ କରିବା, ସୁଖ ଭୋଗ କରିବାରେ ମୋର ଆକାଂକ୍ଷା ନାହିଁ। ରାଜ୍ୟ ଭୋଗ ଜୀବନ ଧାରଣ କରିବାରେ କି ପ୍ରୟୋଜନ ଅଛି? ଯେଉଁମାନଙ୍କର ପାଇଁ ରାଜ୍ୟ ଭୋଗ ସୁଖ ଇଚ୍ଛା କରାଯାଇଥାଏ, ସେମାନେ ସମସ୍ତେ ଧନ ଜୀବନର ଆଶା ପରିତ୍ୟାଗ କରି ଏ ଯୁଦ୍ଧକ୍ଷେତ୍ରରେ ବର୍ତ୍ତମାନ ପାଇଁ ଉପସ୍ଥିତ ଅଛନ୍ତି। ଦେଖ ଏ ଚିହ୍ନ ବିପରୀତ, ସେ ସବୁ ଅଶୁଭ ନିମିତ୍ତ। ଆତ୍ମୀୟ ସ୍ୱଜନ ନିଧନ, ଶ୍ରେୟ ନ ମଣେ କଦାଚନ। ବିଜୟ ନାହିଁ ଅଭିଳାଷ, ନ ଲୋଡ଼େ ରାଜ୍ୟ ସୁଖ ଯଶ। କି କାର୍ଯ୍ୟ ରାଜ୍ୟ ପ୍ରୟୋଜନେ, କି ସୁଖ ଭୋଗ ଏ ଜୀବନେ। ରାଜ୍ୟ ଭୋଗର ସୁଖ ମାନ, ଯାହାଙ୍କ ପାଇଁ ପ୍ରୟୋଜନ। ସେ ସର୍ବେ କରୁଛନ୍ତି ରଣ, ବିସର୍ଜି ଧନ ଓ ଜୀବନ। ଆଚାର୍ଯ୍ୟ ପିତର ପୁତ୍ରା, ତଥୈବ च ପିତାମହः। ମାତୁଳା ଶ୍ୱଶୁରः ପୌତ୍ରः, ଶ୍ୟାଳः ସମ୍ବଧିନस्तथा। एतन्न हन्तुमिच्छामि नातोऽपि मधुसूदन। अपि त्रैलोक्यराज्यश्च हेतु किं नु महि कृते। ସେମାନଙ୍କ ମଧ୍ୟରେ ଅଛନ୍ତି ଆଚାର୍ଯ୍ୟଗଣ, ପିତା ପିତାମହଗଣ, ପୁତ୍ର ପୌତ୍ରାଦିମାନେ, ମାତୁଳ ଶ୍ୱଶୁର ଶ୍ୟାଳକ ସମ୍ବନ୍ଧୀ ପ୍ରଭୃତି। ହେ ମଧୁସୂଦନ, ଏମାନେ ମୋତେ ହତ୍ୟା କଲେ ସୁଦ୍ଧା ମୁଁ ସେମାନଙ୍କୁ ବଦ୍ଧ କରିବାକୁ ଇଚ୍ଛା କରୁନାହିଁ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ତିନି ଲୋକର ରାଜତ୍ୱ ପାଇଲେ ସୁଦ୍ଧା ଯେଉଁମାନଙ୍କୁ ବଦ୍ଧ କରିବାକୁ ମୁଁ ଅନିଚ୍ଛୁକ, ଏ ପୃଥିବୀର ରାଜତ୍ୱ ପାଇଁ ସେମାନଙ୍କୁ ମୁଁ କ'ଣ ହତ୍ୟା କରିପାରେ? ଆଚାର୍ଯ୍ୟ ପିତା ପୁତ୍ର ଗଣ, ମାତୁଳ ପିତାମହ ପୁଣ। ଶ୍ୟାଳକ ସମ୍ବନ୍ଧୀ ଶ୍ୱଶୁର, ଅଛନ୍ତି ପୌତ୍ରାଦି ପ୍ରବର। ଏ ସର୍ବ ଯୁଦ୍ଧ କାମୀ ଜନେ, ବଧିବେ ଯଦି ମୋତେ ରଣେ। ତଥାପି ସ୍ୱଜନ ନିଧନ, ନଇଛେ ହେ ମଧୁସୂଦନ। ତିନି ପୁରର ସୁଖ ସିରି, ପାଇଲେ ନ ପାରିବି ମାରି। ଛାର ଏ ମହି ଅଧିକାର, କିୟ ବା ସମ୍ପଦ ବିଭାର। ନିହତ୍ୟ ଧାର୍ତ୍ତରାଷ୍ଟ୍ରାନ୍, କା ପ୍ରୀତିସ୍ୟା ଜନାର୍ଦ୍ଦନ। पापमेवाश्रयेदस्मान्, हत्येतानाततायिनः। तस्मान्नर्हा वयं हन्तु धार्तराष्ट्रान् स्वबान्धवान्। स्वजनं हि कथं हत्वा सुखिनः स्याम माधव। यद्यपि ते न पश्यन्ति लोभोपहतचेतसः, कुलक्षया कृतं दोषं मित्रद्रोहे च पातकम्। ହେ ଜନାର୍ଦ୍ଦନ, ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଦ୍ଧ କରି ଆମର କି ସୁଖ ହେବ? ବରଂ ଏହି ଆତତାୟୀମାନଙ୍କୁ ବଦ୍ଧ କଲେ ଆମ୍ଭମାନଙ୍କୁ କେବଳ ପାପ ସ୍ପର୍ଶ କରିବ। ହେ ମାଧବ, ସେଥିପାଇଁ ଧୃତରାଷ୍ଟ୍ରଙ୍କର ପୁତ୍ର ଆଦି ସ୍ୱଜନମାନଙ୍କୁ ହତ୍ୟା କରିବା ଆମ୍ଭ ପକ୍ଷରେ ଉଚିତ ନୁହେଁ। ଆତ୍ମୀୟମାନଙ୍କୁ ବଦ୍ଧ କରି ଆମର କି ସୁଖ ହେବ? ଦୁର୍ଯ୍ୟୋଧନାଦି କରି ନାଶ,
हे जनार्दन काहीँ जस बदिले आतताई गण पाप लागिब निश्चय जान तहुँ स्वजन कुरु वंश उचिते न करि विनाश संहारी किए सुखी देव ଏହା କି ନୁହଁଇ ମାଧବ ଯଦ୍ୟପି ଲୋଭ ପରବଶେ ଏହାଙ୍କୁ ପାତକ ନ ଦିଶେ ମିତ୍ର ଦ୍ରୋହାଦି କୁଳ କ୍ଷୟ ହୁଅଇ ପାତକ ନିଶ୍ଚୟ कथं न ज्ञेयमस्माभिः पापादस्मान्निवर्तितुं कुलक्षयकृतं दोषं प्रपश्यदधि जनार्दन कुलक्षये प्रणश्यन्ति कुलधर्मः सनातनः धर्मिणस्ते कुलं कृष्ण अधर्मोऽभिभवत्युत यदि च एमाने लोभवशतः कुलक्षय जनित दोष ଓ ମିତ୍ରଦ୍ରୋହ ଜନିତ ପାପକୁ ଦେଖିପାରୁ ନାହାନ୍ତି। ହେ ଜନାର୍ଦ୍ଦନ କୁଳକ୍ଷୟ ଦୋଷକୁ ଆମ୍ଭେମାନେ ଜାଣୁ ସେ ପାପରୁ କିପରି ନିବୃତ୍ତ ନ ହେବା। କୁଳକ୍ଷୟ ଘଟିଲେ ପରମ୍ପରାଗତ ସନାତନ କୁଳଧର୍ମ ନଷ୍ଟ ହୋଇଥାଏ। ଧର୍ମ ନଷ୍ଟ ହେଲେ ସମଗ୍ର ବଂଶରେ ଅଧର୍ମ ବା ପାପ ନିଶ୍ଚିନ୍ତ ଭାବରେ ବ୍ୟାପିଯାଏ। ଏ ପାପ କଥା ସବୁ ଜାଣି ଆମ୍ଭେ କେମନ୍ତେ ଯିବୁ ମାନି ନିବୃତ୍ତ ହେବା ପାଇଁ ମନ ଶୁଣନ୍ତୁ ଆହି ଜନାର୍ଦ୍ଦନ ହୋଇବ ଯଦି କୁଳକ୍ଷୟ କୁଳଧର୍ମର ହେବ ଲୟ କୁଳଧର୍ମଟି ସନାତନ ବୁଡ଼ିଲେ ପ୍ରସରେ ଅଧର୍ମାବିର୍ଭବତ୍ କୃଷ୍ଣ ପ୍ରଦୋଷନ୍ତି କୁଳସ୍ତ୍ରିୟଃ ସ୍ତ୍ରୀଷୁ ଦୃଷ୍ଟା ସୁवर्ष्णेय जायते वर्णशङ्करः शङ्करो नरकयिभो कुलज्ञानं कुलस्य च पतन्ति पितरो येषां लुप्तपिण्डोदकक्रियः दोषरेते कुलज्ञानं वर्णसङ्कारकारके उत्साद्यन्ते जातिधर्मः कुलधर्माश्च शाश्वतः। हे कृष्ण अधर्म व्यापिले कुल स्त्री माने व्यभिचारिणी हुअन्ति। हे वृष्णि वंशधर स्त्री माने भ्रष्ट हेले वर्णशंकर जात हुअन्ति। वर्णशंकर कुलनाशकारी मानकर एवं निज कुलर नर्कपतनर कारण होइथान्ति। पितृपुरुष पिंड आदि कर्म लोप हेबारु नर्करे पतित हुअन्ति। कुलनाशकारी मानकर भक्त वर्णशंकर उत्पत्तिकारक दोष जोगु सनातन कुलधर्म ओ जाति धर्म प्रभृति विलुप्त हुए। हे कृष्ण अधर्म प्रसारी भ्रष्टा हुअन्ति कुल नारी वर्णशंकर तेणु जात वर्ष्णेय एकथा उचित वर्णशंकर जोगु जान नरके पड़न्ति कुलजन तासह कुलपातकंकु जार जनिए नरककु तासह कुल घातकंकु
मनुष्याणां जनार्दन नरके नियतं वासो भवतीत्यनुशुश्रुम अहो वातामह च पापं कर्तुं व्यवसिता वयं जद्रजसुखलोभेन हन्तुं स्वजनमुद्दितः यदि माम प्रतीकारमशस्त्रं शस्त्रपाणयः धार्तराष्ट्रारण्यन्यो स्तन्मुखे मातरं भवेत्। हे जनार्दन, कुलधर्म नष्ट ହୋଇଥିବା ମନୁଷ୍ୟମାନେ ସଦା ସର୍ବଦା ନର୍କରେ ବାସ କରନ୍ତି। ଏହା ଆମ୍ଭେମାନେ ଶୁଣିଅଛୁ। ଓହୋ, କି ଦୁଃଖ! ଆମ୍ଭେମାନେ ରାଜ୍ୟସୁଖ ଲୋଭରେ ସ୍ୱଜନମାନଙ୍କୁ ହତ୍ୟା କରିବାକୁ ଉଦ୍ୟତ ହୋଇ ମହାପାପ କରିବାରେ ମାତି ଯାଉଛୁ। ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ଅସ୍ତ୍ରଶୂନ୍ୟ ଉଦ୍ୟମ ଶୂନ୍ୟ ଅବସ୍ଥାରେ ଦେଖି ଏ ଯୁଦ୍ଧରେ ହତ୍ୟା କରନ୍ତି, ତେବେ ତାହା ମୋ ପକ୍ଷରେ ଅଧିକ ମଙ୍ଗଳଜନକ ହେବ। ବର୍ଣ୍ଣସଙ୍କର ସମାନ କୁଳଘାତକ ଜଗୁଚାଣ ଶାଶ୍ୱତ ଜାତି କୁଳ ଧର୍ମ ସେ ଜଗ ହୁଏ ବିନାଶନ ଯାହାର କୁଳ ଧର୍ମ ନଷ୍ଟ ସଦା ନରକେ ପାଏ କଷ୍ଟ ଏକଥା କରିଛୁ ଶ୍ରବଣ ଶୁଣିବା ହେଉ ଜନାର୍ଦନ। संजय उवाच एवमुक्त्वा अर्जुन संख्ये रथोपस्थ उपाविशत् विसृज्य ससरं चापं शोकसंविघ्नमानसः। संजय कहले, हे राजा, शोकाकुलचित अर्जुन एहिपरि कहि रणक्षेत्ରରେ धनुषର ତ୍ୟାଗ କରି ରଥ ଉପରେ ବସି ରହିଲେ। ଆହା କି ପାପର ସାଧନେ ଆମ୍ଭେ ମାତିଛୁ ଏହି ରଣେ ରାଜସୁଖରେ ବଳେ ଚିତ ସ୍ୱଜନ ନିଧନେ ଉଦ୍ୟତ ଅସ୍ତ୍ର ନଥିବ ମୋର କର ନ କରୁଥିବି ପ୍ରତିକାର ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ମୋର ଏ ଅବସ୍ଥା ଦେଖିଣ ଯଦି ନାସିବେ ଶସ୍ତ୍ର ପରେ ହେବ ତା ଶ୍ରେୟ ମୋ ପକ୍ଷରେ ଶୋକେ ଆକୁଳ ଅର୍ଜୁନ ହେମନ୍ତ ପ୍ରକାରେ କହିଣ ଧନୁଷରକୁ ଥୋଇ ତଳେ ବସିଲେ ରଥର ଉପରେ ଜଣାନ୍ତି ରାଜାଙ୍କୁ ସଞ୍ଜୟ ଅର୍ଜୁନର ବିପର୍ଯ୍ୟୟ। इति श्रीमद्भगवद्गीतासु उपनिषदस्तु ब्रह्मविद्यायां योगशास्त्रे श्रीकृष्णार्जुनसंवादे अर्जुनविषादयोगो नाम प्रथमोऽध्यायः। ॐ नमो भगवते वासुदेवाय।